नमस्कार दर्शक बंधु मो जेजेमा को तो भूत जो सत कथा कहूँ आपण मैंने तो बहुत भल पाइबा बहुत कमेंट भी करछन जे जो जेजेमा कहउछन पूरा सत घटना भी कहउछन जेजेमा पूरा आगु को भी ये वीडियो भी कहउछन आगु को एमती वीडियो आपण आनंदु मो जेजेमा तुम पाखे बसी बहुत भल पाइबा अशेष धन्यवाद। आपण जो माने जो एते मात्रा सब्सक्राइबर बढ़ी जेजेमा वीडियो को देखिकी आपण मते कमेंट करछन आउ एभलिया वीडियो भी आनंदु से मो जेजेमा को पाखे बसैकी आउ गोटे सत्य घटना मो जेजेमा को कहू जाऊँगी जो जिते दशहरा टाइम जेजेमा जो आसला से घटना भी जेजेमा मोर कहू जाऊँगी वीडियो को लास्ट पर्यटन देखते केमी लगे ये घटनाटा आपण मैंने कमेंट कर कहे चलतु मो जेजेमा को से सत्य घटना जानिबे। हाँ एबे कह जो कहूँ दशहरा टाइम जो आसलु जो हाँ हाँ तू आरिक में आसलु ना कोठो तोते केते वर्ष होइथिला 16 वर्ष होइथिला ଆଉ 15-16 ବର୍ଷ ହେଇଥିଲା ଏମିତି ଆସିଲୁ ସାଥି ହେଇକିରି ବେଗୁନାଥ ଗଲୁ ଯାତ୍ରା ତ ଦେଖିଲୁ ଅଧା ଦେଖିଛୁ ଗୋଟେ ଝୁଅ କହିଲା ଚାଲ ହେରି ଯିବା ହେରି 2 ଦିନ 3 ଦିନ ରାତି ଅଣ୍ଡା ହେଲେଣି ତ ଭଲ ଲାଗୁନି ଦେଖିବାକୁ ଆଉ ଝିଅଙ୍କ କାହିଁ ନାଗୁଛି ଚାଲ ଯିବା। ସେଟା କେତେ ରାତି ହେଇଯିବ? ସେତେବେଳେ ରାତି 2ଟା 1 ଏମିତି ହବ ମ ଆମର ସେତେବେଳେ କଣ ଆମେ ଏତେ ଜ୍ଞାନ ଆମର ଅଛି ଆମେ ତ ସବୁ କେହି ବୋଲି ତ କେହି ନାହାନ୍ତି ଆଉ ସେମିତି ଯିବା କଣ କରିବା ଚାଲୁ ଆମେ 4 ଜଣ 3 ଜଣ ହେଇଛେ କଣ ଆମକୁ ଡର ମାରୁଛି ଆମେ ରୋଡରେ ପଳେଇବା ଆଇଲା ଆସିକି ଗୋଟେ କଦମ ଗଛ ଅଛି ରାତିରେ ଆଇଲା ସେ ଆମେ ଆଉ ଏତେ କଥା ଆଉ ଜାଣିନୁ ସେଠି ଗୋଟିଏ ଢାଳ ଥୁଆ ହେଇଛି ଗୋଟେ ଧାଟୁଆ ଢାଳୁଟିଏ ଥୁଆ ହେଇଛି ପାଣି ଢାଳୁଟିଏ ତୁଳସା ପତ୍ର ଗୋଟିଏ ଥୁଆ ହେଇଛି ଆମେ ଚାଲି ଯାଉଛୁ ଆଇଲା ବେଳକୁ ସେ ଆମେ ଯେତେବେଳେ ଆଉଛୁ କଦମ ଗଛ ମୂଳେ ହୁଁ 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 ହେଲା ଗୋଟେ ହୁଁ ହୁଁ ହଉଛି ଲାଇଟ୍ ଜଳୁଥିଲା ନା ଲାଇଟ୍ ନଥିଲା? ମାଟି ମାଟିଆ ଜହ୍ନ ପଡିଥିଲା ଲାଇଟ୍ ସେଟା ନଥିଲା କିଛି ମାଟି ମାଟିଆ ଜହ୍ନ ପଡିଥିଲା ଆମେ ତ ପଳେଇ ଆଇଲା 2 ପାହୁଣ୍ଡ ପଛକୁ ଉଣ୍ଡିଲା ନିଆଁ ହୁଳା ହାଉ 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 ସେ ଟାଙ୍କୁ ଯୋଡାକ ଉପରକୁ କରିକି ମୁଣ୍ଡ ତଳକୁ ପୋତିଛି ଆଉ ଗୋଡ ଦିଟା ଉପରକୁ ମୁଣ୍ଡ ତଳକୁ ହାତରେ ଚାଲୁଛି ନା କଣ? ହାତରେ ଭରା ଦେଇକି ଚାଲୁଛି ଭରା ଦେଇକି ଯେତେବେଳେ ଚାଲୁଛି ନିଆଁ ହୁଳା ଗୁଡାକ ବାହାରୁଛି କାଟିକି କଣ ହରା ଯୋଉ ପିଲା କହିଲା ଗୋଟେ ସାଙ୍ଗ ଆସ ଅମକ ଘର ବହୁତ ହେଇଥିବ ଝୁଅ ଅଛି ତା ବେଳାରେ ସେ ଆଇଛି ଲୋକଟା କିଏ ଦେବ ତାଙ୍କ ଗାସିଛି ତା ବେଳ ହେଲେ ସେ ଯିବ ରାତି ନିଜ ନହେଲେ ସେ ଯିବ ଗୋ କରିବାକୁ ଆଉ ରାତି ନିଜ ନହେଲେ ସେ ଯିବ ଗୋ କରିବାକୁ ଦିଗରେ ସ୍ୱାମୀ ସ୍ତ୍ରୀ ଶାଶୁ ଶ୍ୱଶୁର ପୁଅ ଝୁଅ ସବୁ ଶୋଇବେ ସେଇଟା ବେଳା କରେଇବ ଏଟା ତାର ଘୋଷରିଆ ବେଳା ଆଉ ତାଙ୍କ ବେଳାକୁ ଆମେ ଆଇଛୁ ଯାତ୍ରା ଆଡୁ ଆଉ ହାବୁଡେ ପଡିଗଲୁ ଆଉ ନିଆଁ ହୁଳା ଖାଲି ପାଟିରୁ ବାହାରୁଛି ହାଉ 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 ନେଡା ଯୋଡାକ ଚଲିକି ଉପରକୁ ଗୋଡ ଯୋଡା କରିକି ଖାଲି ସାଉଁ 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 ହଉଛି ଆମେ ଦେଖିକିରି ଛାନିଆ ହେଇକି ପଳେଇ ଆଇଲୁ ମୋର ଲୁଗା ଏପଟରେ ଭାରି କଷା ହେଇଗଲା ଘରେ ଆସି ଯେତେବେଳେ କହିଲୁ ଘରେ ଏଠୁ ପାଟି କଲେ କାହିଁକି ଆମେ ଆଉଥିଲ 5ଟା ବେଳକୁ ଆଇଥାନ୍ତେ ଲୋକ ଆଇଥିଲେ ଭୁଆଶୁଣି ଝୁଅ ସେଇ ଅମୁକ ଘର ବହୁତ ସେ ଝୁଅ ତଥବ ଆଉ ତା ବେଳାରେ ସେ ଯାଇଛି ତମକୁ ଏକୁଟିଆ ଭାଗ୍ୟ ଭଲ ତମେ 4 ଜଣ ଆଇଛ ବୋଲି 3 ଜଣ 4 ଜଣ ଆଇଛ ବୋଲିକି ପଳେଇ ଆଇଲ ମାନେ ମଣିଷ କଣ କରୁନି ସେ ମଣିଷ ତ କିଏ ମଣିଷ ଆଉ ଭୂତ ହେଲାଠୁ ନା ସେ ଏକୁଟିଆ ଲୋକଙ୍କୁ ଦେଖିଲେ ଲୋକର କଣ କରିବ ଆଉ ଲୋକ ଦେଖିଲାଠୁ ଏକୁଟିଆ ଯେତିକି ଛାତି ଦମ୍ଭ ମଣିଷ ଯିଏ ତା ବାହାକୁ ଯିବ ନା ଆଉ କଣ୍ଟା ଖାଇଦବ କି ସେତେବେଳେ ତା ଆଇତେ କଣ ସେ ରହିବ ତା ଆଇତରେ ଅଛି ଭୂତ ଲାଗିଥାନ୍ତି ସେତେବେଳେ ତା ଝିଅ ଟିକେ ଗାସିକି ପୁରା ପୁରାଥିବ ସେ ଛାଡିଗଲାଠୁ ବହୁତ ସରିଗଲାଠୁ ତମେ ବେଶୀ ଧାଟୁଆ ମୁଣ୍ଡାକି ତୁଳସା ପତ୍ର ଗୋଡେଇକି ଢାଳଟା ଥୋଇଦବ ଆଣିକି ପଳେଇ ଆସିବ ଜଣା ପଡିଯିବ ବୋଲିକି କାନ୍ଦିବ କଣ ମୋ ଢାଳ ଦିଅ ମୋ ଗିନା ଦିଅ ମୋ ଢାଳ ଦିଅ ମତେ ମୁଁ ଯାଇଥିଲି ନା କୁହାଯାଇଥିଲ ନା ଦେହ ତାକୁ ନିନ୍ଦା ହବ ଭଲ ଘର ବୋହୁଟା କି ମନ୍ଦ ଘର ବୋହୁଟା ଗୋ କରିବାକୁ ଆଇଛି ବୋଲି ଲୋକ କିଛି ଖତରା କରିବେ ଏଇମିତିକା ଅବସ୍ଥାରେ କାଲୁ ବାଲୁ ହେଇକି ବେଶୀ ବେଶୀ ଗୁହ ଚଢିକି ହାଉ ହାଉ ପାଟିରୁ ନିଆଁ ବାହାରୁଛି ଆଉ ଗୋଡ ଗୋଡାକ ଉପରକୁ ଥୋଇ ନେଡା ପକେଇକି ଚାଲିଛି ଆଉ ଆମେ ତ ସେତେବେଳେ ସତ ଥିଲା ସେତେବେଳେ ସତ କହିଟା ଆଉ ଆସି ଘରେ କଣ କହିଲୁ ଘରେ ପାଟି କଲେ ଆମ ଘର ବୋହୁ ତା ବେଳାରେ ଯାଇଛି ସେମିତି ତା ବେଳାରେ କେମିତି ପଳେଇ ଯାଇଛ ହଉ ତମ ଭାଗ୍ୟ ଭଲ ପଳେଇ ଯାଇଛ ସେଟା ଭଲ ମଣିଷ ସେଟା ବା ଦେବେଟା ତା ବେଳା କରୁଛି ସେ ଗୁହ କରୁଛି ଆଉ ତମେ ଦେଖିକି ରାତିକି ବାହାରି ପଡିଛ
ତା ବେଳା କରଉଛି ପୁରା ତାର। ଆଚ୍ଛା ପୁଅ ଧରିବା ବେଳା ତାର କି ଏଇଟା ପୁରା ସତ। ସେଥିପାଇଁ ପଳେଇ ଯାଅ ତାପରେ ଘରକୁ ତମେ ଘରେ ଆସିଛୁ ପଳେଇ ଯାଇଛୁ ଆଉ ଆମର ତା ବହି କାହିଁ ପଳେଇ ଯାଇଛୁ କଲ ହେଇଛି। ଦର୍ଶକ ବନ୍ଧୁ ମୁଁ ଜେଜେମା ଯୋଉ ଏବେ ଘୁହ ଚୋରି କଥା ଯୋଉ କହିଲା ଏଇଟା ପୁରା ସତ କଥା। ଏଇଟା ମା ଯେତେବେଳେ ଜେଜେମା ମୋର ପିଲା ହେଇଥିଲା ଯେତେବେଳେ 16 ବର୍ଷ ହେଇଥିଲା ଯାତ୍ରା ଦେଖି ଫେରିଲା ବେଳେ ଏଇ ଘଟଣାଟି ଘଟିଛି। ଆମ ଖୋର୍ଦ୍ଧା ଜିଲ୍ଲା ବେଗୁନିଆରେ ହିଁ ଘଟଣା ଘଟିଛି। ସେତେବେଳେ ଯୁଗରେ ଲାଇଟ୍ ବି ନଥିଲା। ଏଟା ରାତିରେ ହିଁ ଆସିଲା ବେଳକୁ ମା ଏମିତି ଘଟଣା ଦେଖିଛି। ଆଉ ଏଇ ଘଟଣାଟି ଆପଣଙ୍କୁ କେମିତି ଲାଗିଲା ପୁରା ସତ କଥା ଏଇଟା ଆପଣଙ୍କୁ କେମିତି ଲାଗିଲା ଆପଣ ମାନେ କମେଣ୍ଟ କରି କହିବେ। ଯଦି ଭିଡିଓଟା ଆପଣଙ୍କୁ ଭଲ ଲାଗିଥାଏ ଭିଡିଓଟା ମଧ୍ୟ ଗୋଟେ ମାତ୍ରା ଲାଇକ୍ ମଧ୍ୟ କରିଦେବେ। ଆଉ ଯଦି ଆମ ଚ୍ୟାନେଲକୁ ନୂଆ ଆସିକି ଭିଡିଓ ଦେଖୁଛନ୍ତି ଚ୍ୟାନେଲକୁ ସବସ୍କ୍ରାଇବ କରିଦିଅନ୍ତୁ। ଏଇଭଳିଆ ଆଗକୁ ଯଦି ଆପଣ କିଛି ସତ କଥା ପିଲାବେଳେ ଘଟିଥିବା ଆମ ଜେଜେମା ସତ ଘଟଣା ଆପଣ ଜାଣିବାକୁ ଚାହୁଁଛନ୍ତି ତାହେଲେ ଆପଣ କମେଣ୍ଟ କରି ଜଣେଇବେ। ରହୁଛି ଜୟ ଜଗନ୍ନାଥ।